ହାପି ରଜ। ରଜ କେବଳ ପର୍ବ ନୁହଁ, ରଜ ହେଉଛି ଆମ ଓଡ଼ିଶା ଓ ଓଡ଼ିଆ ଜାତିର ଗର୍ବ ଏବଂ ଅସ୍ମିତା। ହଁ ମୁଁ ଜାଣିଛି ଏଇଟା ରଜ ବାସି ଦିନ ବ୍ଲଗ୍ଟା ପଡ଼ିବ। ତ ଏଇଠି ଆମ ସୁନିତା ପୁରା ମେହେନ୍ଦି ଆର୍ଟ କଲା ପରେ ଡ୍ୟାନ୍ସ କରୁଛି। ଆଉ ଆଜି ମୋତେ ମେହେନ୍ଦି କରିଦେଇଛି ଏଲି। ରଜର ଗୋଟେ ଦିନ ପୂର୍ବରୁ ମୁଁ ସୁନିତା ଘରକୁ ଯାଇଥିଲି, ତ ଏଲି ମୋତେ ଏତେ ବହୁତ ସୁନ୍ଦର ମେହେନ୍ଦି କରିଦେଇଥିଲା। ଆଉ ଯେଉଁମାନଙ୍କୁ ବି ମେହେନ୍ଦି ବନେଇବାର ଅଛି, ବାହାଘର ହଉ କିମ୍ବା ପାର୍ଟି ହଉ, ତ ୟାକୁ ମୁଁ DM କରିଦେବି, ତ ତାକୁ କଣ୍ଟାକ୍ଟ କରିକି ଆପଣମାନେ ଯାଇପାରିବେ। ଯେ ତାକୁ କଣ୍ଟାକ୍ଟ ନାହିଁ ତ ମୋତେ ବି କଣ୍ଟାକ୍ଟ କରିକି ଯାଇପାରିବେ। ତାପରେ ଆମେ ମେହେନ୍ଦି କରିସାରିଲା ପରେ ବିଚାରି ଆମକୁ ଏଠି ବିଛେଇ ବି ଦେଉଛି ଶୋଇବା ପାଇଁ। ଘରକୁ ଆସିକି ମୁଁ ପୁରା ମୋ କର୍ମକ୍ଷେତ୍ରକୁ ପଳେଇଥିଲି, ଆଉ ମୋ ପାଖରେ ଟାଇମ୍ ହେଇନଥିଲା, ତ ମୋତେ ପ୍ରେମ ନେଇକି ଛାଡ଼ିକି ପଳେଇ ଆସିଥିଲା। ମୁଁ ମୋ କର୍ମକ୍ଷେତ୍ରରେ ପହଞ୍ଚି ଯାଇଥିଲି, ଆଉ ରାଜୁ ଭାଇ ଆଉ ମୁଁ ଇଭିନିଂରେ ଡିସ୍କସନ୍ କରିଥିଲି କୁଆଡ଼େ ଗୋଟେ ବୁଲିବା ପାଇଁ ଯିବୁ, ହେଲେ ଠିକ୍ ଟାଇମ୍ରେ କି ବର୍ଷା ଦେଇଦେଲା, ତ ସେଥିପାଇଁ ଆମେ ଯାଇପାରିଲୁନି। ଯେହେତୁ କର୍ମ କରିଛୁ ତ ଏବେ କର୍ମର ଫଳ ବି ଭୋଗିବା ପାଇଁ ପଡ଼ିବ। କ୍ଲୋଜିଂ ଟାଇମ୍ ହେଇଯାଇଥିଲା, ତ ମୋ ଭାଇ ନେବା ପାଇଁ ଆସିଥିଲା, ତ ମୁଁ ମୋ ଭାଇ ସହ ଘରକୁ ପଳେଇ ଆସିଥିଲି। ଆଉ ମୌସମ ଏତେ ସୁନ୍ଦର ହେଇଥିଲା, ତ ମୋତେ ଭିଡ଼ିଓ ନ କରିକି ରହି ହିଁ ପାରିଲିନି। ଆଜି ପାଇଁ ବ୍ଲଗ୍ଟି ଏତିକି, ଦେଖା ହବ ମୋ ନେକ୍ସଟ ବ୍ଲଗ୍ରେ। ବାଏ।